ଜଡେଶ୍ୱର ମ୍ୟୁନିସିପାଲିଟି ଅଧୀନସ୍ଥ ସାନ୍ତିଆ ଗ୍ରାମରେ ଥିବା 1947 ମସିହାରେ ପ୍ରତିଷ୍ଠିତ ସାନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 75 ବର୍ଷ ପୂର୍ତ୍ତି ଉପଲକ୍ଷେ 2026 ମସିହା ଜାନୁଆରୀ ମାସ 16, 17 ଓ 18 ତାରିଖ ଦିନ 3 ଦିନ ବ୍ୟାପୀ ପ୍ଲାଟିନମ ଜୁବୁଲି ଉତ୍ସବ ପାଇଁ ଆଜି ଅପରାହ୍ନ 4 ଘଟିକା ସମୟରେ ସ୍କୁଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ପୁରାତନ ଛାତ୍ର ତଥା ଗ୍ରାମ୍ୟ ମୁଖ୍ୟ ସୀତାଂଶୁ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ କରଣ, କାଉନ୍ସିଲର ଚନ୍ଦନ କୁମାର ଦାସ, କବିତା ଧଳ, ଡକ୍ଟର ଲଳିତ ରଞ୍ଜନ ସେନାପତି, ସଞ୍ଜୟ କୁମାର ଦାସ, ପ୍ରାକ୍ତନ ଶିକ୍ଷକ ଆଦ୍ୟଚରଣ ବେହେରା, କାର୍ତ୍ତିକ ଚନ୍ଦ୍ର ଗିରି, ସଞ୍ଜୟ କୁମାର ଦାସ, ନିତ୍ୟାନନ୍ଦ ଦାସ, ନଗେନ୍ଦ୍ର କର, ଶିକ୍ଷକ ଦିଲ୍ଲୀପ କୁମାର ସେଠୀ, ଜଗନ୍ନାଥ ପରିଡ଼ା, ଦେବସାନୀ ଅଣ୍ଡିଆ ପ୍ରମୁଖ ଉପସ୍ଥିତ ଆସନ୍ତା ଜାନୁଆରୀ 16 ତାରିଖରୁ ଆରମ୍ଭ ହୋଇ ଜାନୁଆରୀ 18 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଉତ୍ସବ ଚାଲିବ ବୋଲି କମିଟି ସୂଚନା ଦେବା ସହିତ ଉକ୍ତ କାର୍ଯ୍ୟକ୍ରମରେ ମହାମହିମ ଓଡ଼ିଶାର ରାଜ୍ୟପାଳ, ମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲାର ସାଂସଦ, ପ୍ରାକ୍ତନ ସାଂସଦ, ଜିଲ୍ଲାର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ବିଭିନ୍ନ ରାଜନୈତିକ ନେତୃତ୍ୱ, ଶିକ୍ଷାବିତ୍, ପରିବେଶବିତ୍, କବି ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ମୁକ୍ତିପଦ ନନ୍ଦୀ, ଶ୍ୟାମସୁନ୍ଦର ଦେ, ଗୌତମ ଜେନା ପ୍ରମୁଖ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେନାପତି ପ୍ଲାଟିନମ ଜୁବଲି सारा बालेश्वर जिले में जलेश्वर शांतिया मौलिक विद्यालय आरंभ होता स्कूल सारा बालेश्वर जिले में तार निजर सुनाम रक्षा कर स्कूल रे हजार हजार छात्र तार कृतित्व सारा राज्य में प्रदर्शित करिसेंती एवं एबे आमे 75 वर्ष प्लाटिनम जुबली जो पालन करुचे एटू पास करथिबा 20,000 ऊर्ध्व पिला मानकु सेमानकु आमे एकत्रित करिया चेष्टा करूछु एवं एक बड़ गेट टुगेदर हम एथिपाई राज्यपाल को आम आसवाई निवेदन करिछु ता सहित राज्यर मंत्री माने राजनेता माने विभिन्न दलर जिलार समस्त विधायक माने एवं साहित्यिक कलाकार 3 दिन धरी जो कार्यक्रम हम से कार्यक्रम रे विभिन्न प्रकार कार्यक्रम हम जे कार्यक्रम रे आमर जो मैंने समस्ते सिनेमा एवं सीरियल कलाकार मान पाखर आरंभ कर कमेडियन मैंने आसबे एवं रात्रि प्रत्येक दिन संध्या विभिन्न कल्चरल प्रोग्राम हम एवं 3 दिन धरी सारा जलेश्वरवासी उपभोग करेंगे। जलेश्वर मनोज कुमार भयंकर रिपोर्ट अपराह्न लाइव।